ଆସନ୍ତା କାଲି ମାର୍ଚ୍ଚ 30 ତାରିଖରେ ହିତାଧିକାରୀମାନଙ୍କୁ ମିଳିବା ପାଇଁ ଯାଉଛି ଅନ୍ତୋଦୟ ଗୃହ ଯୋଜନାରେ ପକ୍କା ଘର। କଳାହାଣ୍ଡିରୁ ଆରମ୍ଭ ହେବ ଅନ୍ତୋଦୟ ଯୋଜନା। ଆସନ୍ତା 30 ତାରିଖରେ ଭୂମିହୀନ ଆର୍ଥିକ ଅନଗ୍ରସର ପରିବାରକୁ ପକ୍କା ଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ହୋଇଛି ବ୍ୟାପକ ଆୟୋଜନ। ଘର ପାଇଁ 1,20,000 ଟଙ୍କା ମିଳିବ। ଧାର୍ଯ୍ୟ ସମୟରେ ଘର କାମ ସାରିଲେ ଅତିରିକ୍ତ 20,000 ଟଙ୍କା ଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ତାକୁ ସ୍ୱାଗତ କରିବା ପାଇଁ ହେଉଛି ବ୍ୟାପକ ପ୍ରସ୍ତୁତି। କଳାହାଣ୍ଡିରୁ ଆରମ୍ଭ ହେବ ଅନ୍ତୋଦୟ ଗୃହ ଯୋଜନା। ଆସନ୍ତା 30 ତାରିଖ ଭବାନୀପାଟଣାଠାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ବଜେଟରେ 7,550 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ମୋହନ ସରକାର। ସାମାଜିକ ଅନଗ୍ରସର, ଶାରୀରିକ ଭିନ୍ନକ୍ଷମ, ପ୍ରାକୃତିକ କିମ୍ବା ମାନୁଷ୍ୟକୃତ ବିପର୍ଯ୍ୟୟ, ହାତୀ ଉତ୍ପାତ, ଘରପୋଡ଼ି, ସରକାର ପ୍ରକଳ୍ପ ପାଇଁ ସ୍ଥାନାନ୍ତରିତ ହୋଇଥିବା ଏବଂ ସୁରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ଗୃହଶୂନ୍ୟ ପରିବାରକୁ ଅନ୍ତୋଦୟ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେବେ ରାଜ୍ୟ ସରକାର। ସମାଜରେ ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କା ଘର ଯୋଗାଇ ଦେବେ। ସେମାନଙ୍କର ଜୀବନ ଧାରଣରେ ମାନର ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଅନ୍ତୋଦୟ ଗୃହ ଯୋଜନା ଉପରେ କ୍ୟାବିନେଟ୍ ମୋହର ଲାଗିଛି। ଏହି ଯୋଜନାରେ ଆସନ୍ତା 3 ବର୍ଷ ମଧ୍ୟରେ ଅନ୍ୟନ୍ୟ 2,25,000 ନୂତନ ପକ୍କା ଘର ମଞ୍ଜୁରୀ କରାଯିବ। ପଞ୍ଚାୟତରାଜ ବିଭାଗ ଅଧୀନରେ ଏହି ଘର ଦିଆଯିବ। ଭୂମିହୀନଙ୍କୁ ମଧ୍ୟ ଏହି ଯୋଜନାରେ ଘର ମିଳିବ। ଘର ପାଇଁ 1,20,000 ଟଙ୍କା ମିଳିବ। ଧାର୍ଯ୍ୟ ସମୟରେ ଘର କାମ ସରିଲେ ଅତିରିକ୍ତ 20,000 ଦିଆଯିବ। ଆସନ୍ତୁ ନଜର ପକାଇବା କେଉଁ ହିତାଧିକାରୀମାନେ ଏଥିରେ ଯୋଗ୍ୟ ହେବେ। 1ରେ କଚ୍ଚା ଘର ଥିଲେ ସେହିମାନଙ୍କୁ ମିଳିବ ଅନ୍ତୋଦୟ ଗୃହ ଯୋଜନା। ଜଙ୍ଗଲ ଜମିରେ ରହୁଥିଲେ, ଫରେଷ୍ଟ ରାଇଟ୍ସ ଆକ୍ଟରେ ରହୁଥିଲେ, 2005 ଅଧୀନରେ ଆସୁଥିଲେ ଯେଉଁ ହିତାଧିକାରୀମାନେ, ସେମାନେ ପାଇପାରିବେ ପକ୍କା ଘର। ଯଦି 40% ଭିନ୍ନକ୍ଷମ ହୋଇଥିବେ ତାହେଲେ ଆପଣଙ୍କୁ ମିଳିପାରିବ ପକ୍କା ଘର। ନିମ୍ନ ଆୟ ବର୍ଗର ହୋଇଥିଲେ ଏବଂ PM ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନେ ପାଇପାରିବେ ପକ୍କା ଘର। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବନ୍ୟଜନ୍ତୁଙ୍କ ଦ୍ୱାରା ଘର ଭାଙ୍ଗିଥିଲେ ସେମାନଙ୍କୁ ମଧ୍ୟ ମିଳିପାରିବ ପକ୍କା ଘର। ସରକାରୀ ପ୍ରକଳ୍ପ ପାଇଁ ବାସଚ୍ୟୁତ ହେଉଥିବା ପରିବାରକୁ ମିଳିବ ପକ୍କା ଘର। ମାସିକ 15,000ରୁ ଅଧିକ ଟଙ୍କା ଆୟ ଥିଲେ କିମ୍ବା 2.5 ଏକର ଜଳସେଚିତ ଜମି ଥିଲେ କିମ୍ବା 5 ଏକର ଅଣଜଳସେଚିତ ଜମି ଥିଲେ ଅନ୍ତୋଦୟ ଗୃହ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ। ଦର୍ଶକ ବନ୍ଧୁ, ଆସନ୍ତାକାଲି ମିଳିବା ପାଇଁ ଯାଉଛି ଅନ୍ତୋଦୟ ଗୃହ ଯୋଜନାରେ ପକ୍କା ଘର। କେଉଁମାନେ ପାଇବେ, କେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଛନ୍ତି, ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆମେ ଜଣାଇ ଦେଇଛୁ କେଉଁମାନେ ପାଇପାରିବେ ପକ୍କା ଘର, ଅନ୍ତୋଦୟ ଗୃହ ଯୋଜନାରେ ସାମିଲ ହୋଇପାରିବେ। ଯଦି ଆପଣମାନଙ୍କୁ ଏହି ଇନଫର୍ମେସନଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।